ପାଖରୁ ସୁରକ୍ଷା ଦେଇ ଅମଳ କରି ଘରକୁ ଆଣି ଘର କୋଣରେ ବସ୍ତା ହେଉଥିବା ଲୋକକୁ ଚଷା କୁହାଯାଏ। ଆଉ ଯୋଉ ଲୋକ ବିଲର ବିହନ ଫୋପାଡ଼ି ଦେଇ ଆସେ ତାକୁ ଚଷା କୁହାଯାଏନି ବାବୁ, ତାକୁ ମଜୁରିଆ କୁହାଯାଏ। ବିନୟ ବାବୁ ଗୋଟେ ନାରୀକୁ ଆକର୍ଷିତ କରି ଦୈହିକ କ୍ଷୀର ମାରିବାକୁ ଘରଟାକୁ ଅନ୍ଧାର କରିଦେଇ କିଛି ସମୟ ପରେ ପୁଣି ଲାଇଟ୍ ସବୁ ଅନ୍ କରିଦେଇ ହୋଟେଲ ବାଲାକୁ ପେମେଣ୍ଟ କରି ଚାଲି ଯାଉଥିବା ପୁରୁଷକୁ ସ୍ୱାମୀ ନୁହେଁ ବାବୁ, ସେଭଳି ପୁରୁଷକୁ ନା ଯୌନ ଭିକ୍ଷୁ କୁହାଯାଏ। ଆଉ ତମେ ହଉଛ ସେଇ ଯୌନ ଭିକ୍ଷୁ। ତମେ କଣ ଏ ସୃଷ୍ଟିର ଶ୍ରେଷ୍ଠ ନାରୀ ଯେ ସାଂସାରିକ ଜୀବନରେ ବାଧା ସୃଷ୍ଟି କରିବ ଚାହିଁ ଦ୍ୱିତୀୟ ସ୍ୱାମୀର ଇଶାରାରେ ପ୍ରଥମ ସ୍ୱାମୀର ସନ୍ତାନକୁ ଜନ୍ମ ଦେଇ ମାରିଦିଏ, ତାକୁ କଣ କୁହାଯିବ? ତାକୁ କଣ ଗୌରୀ ଲୀଳା ସାବିତ୍ରୀ କୁହାଯିବ? ବାବୁ ତମେ ଟିକେ ପାଟି ଚୁପ କର। ତୁ ଚୁପ କର ଭାଇବା, ତୁ ବି ବଦଳି ଗଲୁ। ବଦଳିବନି କେମିତି? ତୁ ବା କେମିତି ଜାଣିବୁ ଗୋଟେ ସନ୍ତାନର ମୂଲ୍ୟ କଣ? କାରଣ ତୁ ତ ଗୋଟେ ଜାରଜ ଛୁଆ ଯାହାକୁ ମୋ ମା ରାସ୍ତା କଡ଼ରୁ ଉଠେଇ ଆଣିଥିଲା। ତୁ କେମିତି ଜାଣିବୁ ଗୋଟେ ବାପର କୋହ କଣ ଯେ ନିଜେ ଜାଣିନି ତା ବାପ କିଏ? ମୁଁ ମାନିଛି ବାବୁ, ପିଲାଟି ଦିନରୁ ମୋ ମାଙ୍କୁ ମୁଁ ଦେଖିନି, ବାପର ପରିଚୟ ମୁଁ ଜାଣିନି ବାବୁ। ଆଜି ପର୍ଯ୍ୟନ୍ତ ତମ ଘରେ କାମ କରି ଏ ପେଟ ଚାଖଣ୍ଡକୁ ପୋଷି ଆସିଛି। ହେଲେ ବାବୁ ମୁଁ ବୁଝିଛି ସମ୍ପର୍କ କଣ, ପ୍ରେମ କଣ, ଭଲ ପାଇବା କଣ, ଏ କାହ୍ନା ସବୁ ବୁଝିଛି ବାବୁ। ଆରେ ମୁଁ ତମ ପରି ବେଇମାନ ନୁହଁ ଯେ କି ଗୋଟେ ଜଣ ସର୍ବନାଶ କରି ସାରିଲା ପରେ ତା ସବୁ କିଛି ଲୁଟି ନେଇ ସାରିଲା ପରେ ତାକୁ ମୁଁ ଅଧା ରାସ୍ତାରେ ଛାଡି ଦେଇ ଆସିବି। ଆରେ ମୁଁ ତମ ପରି ସ୍ୱାର୍ଥପର ନୁହଁ, ମୁଁ ସ୍ୱାର୍ଥପର।